ସିନ୍ଧୁ ଘାଟିର ମହେଞ୍ଜୋଦାରୋ ଏବଂ ହରପ୍ପା ସଭ୍ୟତାରୁ ପ୍ରମାଣିତ ହୋଇଗଲାଣି ଯେ ଭାରତର ମୂଳ ନିବାସୀ ଦ୍ରାବିଡ଼ମାନଙ୍କ ସଭ୍ୟତା ଥିଲା। ଏହା ସେ ସମୟରେ ବିଶ୍ୱର ସବୁଠୁ ଉଚ୍ଚତର ଏବଂ ଉନ୍ନତ ସଭ୍ୟତା ଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ 1500ରୁ 2000 ଭିତରେ ବିଦେଶୀ ଆର୍ଯ୍ୟମାନେ ଆକ୍ରମଣକାରୀ ଭାବେ ସିନ୍ଧୁ ସଭ୍ୟତା ଭିତରକୁ ଅନୁପ୍ରବେଶ କରିଥିଲେ। ସିନ୍ଧୁ ସଭ୍ୟତାର ମୂଳ ନିବାସୀ ରାଜାମାନେ ଏତେ ଦୟାଶୀଳ ଓ ପରୋପକାରୀ ଥିଲେ ଯେ ଆର୍ଯ୍ୟମାନଙ୍କୁ ନିଜ ରାଜ୍ୟରେ ଆଶ୍ରୟ ଦେଇ ଚାଷବାସ କରି ଚଳିବା ପାଇଁ କିଛି ଭୂମି ଦାନ କରିଥିଲେ। ଭାରତକୁ ମଧ୍ୟ ଏସିଆରୁ ଆର୍ଯ୍ୟମାନଙ୍କ ଆକ୍ରମଣ ହେଲା ପରେ ଦ୍ରାବିଡ଼ମାନଙ୍କ ସଭ୍ୟତା ଧ୍ୱଂସ ହୋଇଗଲା ତଥା ଦ୍ରାବିଡ଼ମାନେ ସେମାନଙ୍କ ପରିଚୟ ହରାଇବା ପାଇଁ ବାଧ୍ୟ ହେଲେ। ଆର୍ଯ୍ୟମାନେ ନିଜର ଇତିହାସ ବଦଳାଇ ତଥା ବିଭିନ୍ନ କଳ୍ପନା କରି ନିଜକୁ ଆର୍ଯ୍ୟ ଦେବ ଦେବତା ସୁର କହିଲେ ଏବଂ ଦ୍ରାବିଡ଼ମାନଙ୍କୁ ଅନାର୍ଯ୍ୟ ଅସୁର ଦସ୍ୟୁ ଦାସ ରାକ୍ଷସ ଦାନବ ଦୈତ୍ୟ ନାମରେ ନାମିତ କଲେ। ଆର୍ଯ୍ୟମାନେ ଛଳ କପଟ କରି ଦ୍ରାବିଡ଼ମାନଙ୍କୁ ପରାସ୍ତ କଲେ ଏବଂ ଭାରତର ମାଲିକ ହୋଇଗଲେ। ଯେଉଁ ଦ୍ରାବିଡ଼ମାନେ ଆର୍ଯ୍ୟମାନଙ୍କ ଠାରେ ପରାଜୟ ସ୍ୱୀକାର କଲେ ସେମାନଙ୍କୁ ପ୍ରଥମେ ଗୋଲାମ କରି ପାଖରେ ରଖିଲେ ଏବଂ ସେବା କାର୍ଯ୍ୟ କରାଇବା ପାଇଁ ବାଧ୍ୟ କଲେ। ତତ୍ ସଙ୍ଗେ ସଙ୍ଗେ ସେମାନଙ୍କୁ ଘୃଣିତ କାର୍ଯ୍ୟ କରିବାକୁ ବାଧ୍ୟ କଲେ, ଯଥା ମଇଳା ସଫା କରିବା, ଝାଡ଼ୁ ମାରିବା, ମଲା ପଶୁକୁ ଫିଙ୍ଗିବା ଇତ୍ୟାଦି। ଯେଉଁମାନେ ଏ କାମ ସମସ୍ତ କିଛି କଲେ ଆଜିର ପଛୁଆ ବର୍ଗ ବା ଅନୁସୂଚିତ ଜାତିରେ ଗଣିତ ହେଲେ। କେତେକ ଦ୍ରାବିଡ଼ ଭୟ କରି ଆର୍ଯ୍ୟମାନଙ୍କୁ ନିଜ ସ୍ଥାନ ଛାଡ଼ିଦେଇ ଜଙ୍ଗଲରେ ବାଘ ଭାଲୁ ସାଙ୍ଗରେ ରହିଲେ ସିନା ନିଜର ସ୍ୱତନ୍ତ୍ର ପରିଚୟ ନେଇ ବଞ୍ଚି ରହିଥିଲେ। ସେମାନେ ହେଲେ ଆଜିର ଆଦିବାସୀ ଜନଜାତି। ଡେଙ୍ଗୁରା ବାଜୁଛି ସଭିଏ ସମାନ, ଜାତି ଉପଜାତି କାହିଁ ଆଜି ବି ନିରୀହ ବଞ୍ଚିତ ହେଉଛି ଅଛୁଆଁ ନାମକୁ ବୋହି। ଏହି ଦ୍ରାବିଡ଼ିଆନମାନଙ୍କ ମଧ୍ୟରେ ବିଭେଦ ପ୍ରାଚୀର ଠିଆ ହେଲା, ଭାଇଚାରା ଉଭେଇଗଲା। ଏ ଜାତି ନିଷ୍ପେଷିତ ଅବହେଳିତ ହୋଇ ଆଜି ହରିଜନ ଆଦିବାସୀରେ ବିଭାଜନର କାରଣ ସାଜିଲା। ଧର୍ମ ନାମରେ ଶୋଷଣର ମହାତାଣ୍ଡବ ରଚାଇ ମୂଳ ନିବାସୀମାନଙ୍କୁ ନିଃସ୍ୱ କରିଥିବା ଧର୍ମର ସେହି ଠିକାଦାରମାନଙ୍କୁ ଓ ଧର୍ମର ମାୟାଜାଲରେ କବଳିତ ହୋଇ ପୁଣ୍ୟ ଅର୍ଜନ ତଥା ସ୍ୱର୍ଗାରୋହଣର ଲାଳସାରେ ସର୍ବସ୍ୱ ହରାଇଥିବା ସେ ସମସ୍ତ ଧର୍ମଭୀରୁମାନଙ୍କୁ ସତର୍କ ଅବଲମ୍ବନ କରନ୍ତୁ। ମୂଳ ନିବାସୀମାନେ ଜାଗ୍ରତ ହୁଅନ୍ତୁ, ଠକାମିର ଶିକାର ହୁଅନ୍ତୁ ନାହିଁ। ନମସ୍କାର।